पचार तू किए ମୁଁ ଆଶୁତୋଷ ସାମନ୍ତରାୟ। ओ तू ताले से आशुतोष सामंतराय ଆଜ୍ଞା ଆଜ୍ଞା डाक तो भाई आदित्य को डाक ହଁ ଆଜ୍ଞା ମୁଁ ଆଦିତ୍ୟକୁ ଡାକିଦେବି ହେଲେ ତା ଆଗରୁ ଆପଣ ଏ ସାପକୁ ନେଇ ବାହାରେ ଛାଡ଼ି ଦେଇଥିଲେ। कौन हला साप को नहीं के बाहर छाड़ दे ଆଜ୍ଞା ମୋତେ ଡର ଲାଗୁଛି। मैं मुंह बोधे किए तो जाने नो କହୁନାହାନ୍ତି ଆଜ୍ଞା। मैं मो ना शिव शंकर देव देव महादेव कैलाशपति शिवंक परी मोर भी साप तीन जन डाक में तुम्हें आदित्य को डाक ନା ମୁଁ ତାକୁ ଡାକି ପାରିବିନି। ए କାହାକୁ କଣ କହୁଛୁ ଜାଣି ପାରୁଛୁ ତ ଏ ଅଭଦ୍ର ଭଦ୍ରାମୀ କଣ ତୋତେ ଜଣା ଅଛି ନା? କଣ ଏତେ ବଡ ପାଟି କରିବା ମାନେ କଣ? ଇଏ ପ୍ରଥମରୁ ମୁଁ ତାଙ୍କୁ ଆଜ୍ଞାପଣ ବୋଲି ସମ୍ବୋଧନ କରୁଛି ହେଲେ ମତେ ଏମିତି ବେଖାତିର କରିବା ମାନେ କଣ? ମୋ ଘରେ ଠିଆ ହେଇ ମତେ ପୁଣି ନାଲି ଆଖି कौन है भाई ଭାଇ ତୁ ସାଦିତ୍ୟ ନା हाँ ତୁମ ଭଉଣୀ ଅନୁଷ୍କାକୁ ଭଲ ପାଉଛୁ ନା ସାଡେ କୁଆଡେ ପଳଉଛୁ ଭାଇ ଏବେ ଏଇ ମୁହୂର୍ତ୍ତରେ ତ ଭାଇ ସାମ୍ନାରେ ସବୁ ସତ କଥା କହିଦେ ଏବେ କହିବ କଣ? ଅନେକ ଦିନ ଆଗରୁ ଆଦିତ୍ୟ ମତେ କହିସାରିଛି ଅନୁଷ୍କା ବୋଲି ଗୋଟେ ଝିଅକୁ ସେ ଭଲ ପାଉଛି। ତାହେଲେ ମୋ ଭଉଣୀକି ଆଜି ପର୍ଯ୍ୟନ୍ତ ସେ ବାହା ହେଇନି କାହିଁକି ସବୁ ଭଲ ପାଇବାର ମାନେ କଣ ବାହାଘର? ସବୁ ପ୍ରେମର ଶେଷ ଠିକଣା କଣ ସିନ୍ଦୁର? ମୋ ଭଉଣୀ ସହିତ ଯଦି ବିଶ୍ୱାସଘାତକତା କରିବା ପାଇଁ ଚେଷ୍ଟା କର ମୋ ଗୌରୀକି ଲଗେଇ ତମ ବଂଶ ନିପାତ କରିଦେବି बाहर ए सागे सागे घर बाहर ए साप को नहीं घर भीतर आसे साहस करू केमिति ସାହସଟା ମତେ ମୋ ଗୌରୀ ଦେଇଛି ବେ ମୋଠୁ ଖାଲି ଖାଲି ଯିବା ପାଇଁ ଆସିନି ମୁଁ ମୋ ଭଉଣୀକି ସାଙ୍ଗରେ ନେଇକି ଆସିଛି ମାନେ ଏବେ ଏଇ ମୁହୂର୍ତ୍ତରେ ତା ସହିତ ତୋ ବାହାଘର ହବ କଣ ଜବରଦସ୍ତି? ଆଦିତ୍ୟ ଅନୁଷ୍କାକୁ ଭଲ ପାଉଛି ସତ ତା ମାନେ କଣ ଆଜି ବାହାଘର ହବ? ଠିକ ଅଛି ଯଦି ଆଜି ବାହାଘର ନହେଲା ମୁଁ ମୋ ଭଉଣୀକି ସାଙ୍ଗରେ ନେଇକି ଆସିଛି ମାନେ ତାର ଆଉ କୋଉଠି ବାହାଘର କରିବି ଏଠୁ ଯିବି ତମ ଭଉଣୀକୁ ତମେ ଯଦି ବଜାରର ପଚା ପରିବା ଭାବୁଥିବ ତାହେଲେ ସେଇଆ କରିବ। ଆଉ ଯଦି ତାକୁ ଭଉଣୀ ବୋଲି ଭାବୁଥ ତାହେଲେ ଏବେ ତାକୁ ସାଙ୍ଗରେ ନେଇ ଘରକୁ ଯିବ। ତମ ଭଉଣୀକି ଯିଏ ବାହା ହବ ଭାଜା ବର୍ଜି ରୋଷଣୀ କରି ତମ ଅଗଣାରେ ଯାଇ ପହଞ୍ଚିବ। ବେଦି ଉପରେ ବସି ତମ ଭଉଣୀକି ବାହାଇ ସେ ତା ଘରକୁ ନେଇ ଆସିବ। ମୁଁ ତୋର ଏତେ କଥା ଶୁଣିବାକୁ ଚାହୁଁନି ମତେ କେବଳ ପଦେ କଥା କହିବୁ କି କଣ? ମୋ ଭଉଣୀକି ତମ ଘରର ବହୁର ସ୍ୱୀକୃତି ଦବ କି ନାହିଁ ଶୁଣ ତମ ଭଉଣୀର ବିଚାର ମୁଁ କରିବିନି ବିଚାର କରିବ ମୋ ଭଉଣୀ। ଅପେକ୍ଷା କର ମୁଁ ମୋ ଭଉଣୀ କେଠି ପଠେଇ ଦଉଛି। ମୋ ଭଉଣୀର ନିଷ୍ପତ୍ତି ହବ ଆମ ପରିବାର ପାଇଁ ଶେଷ ନିଷ୍ପତ୍ତି। ଏ ତମର ଗୋଟେ ଭଉଣୀ ଅଛି ବୋଲି ଏ କଥାଟା କାହିଁ ମୋ ଭଉଣୀ ମତେ କହିନି ବେ ତମ ଭଉଣୀ କଣ ମୋ ଭଉଣୀର ବିଚାର କରିବନି ତମ ଭଉଣୀ କଣ ହାଇକୋର୍ଟର ବିଚାରପତି ହାଇକୋର୍ଟର ବିଚାରପତି ନୁହଁ ସୁପ୍ରିମକୋର୍ଟର এই তো ମୋ ଭଉଣୀ ଆସିଗଲାଣି ତା ନିଷ୍ପତ୍ତି ଏ ଘରର ଶେଷ ନିଷ୍ପତ୍ତି ଆଚ୍ଛା ତୁ ତାହେଲେ ଏମାନଙ୍କର ଭଉଣୀ ନୁହଁ ଆମ ତ ଦେଢଶୁର ନା ମୁଣ୍ଡରେ କାହିଁ ଏମିତି ଓଢଣା ଦେଇକି ଠିଆ ହେଇଛୁ ଅଚିହ୍ନା ଲୋକମାନଙ୍କୁ ଓଢଣା ଦବା ଓଡିଆଣୀ ମାନଙ୍କର ପରମ୍ପରା। ଏଇ ତୋ ଭଏସଟା ମତେ ଚିହ୍ନା ଚିହ୍ନା ଲାଗୁଛି କିଏ ତୁ ଆପଣ ମୋ ପାଇଁ ଅଚିହ୍ନା ଯେତେବେଳେ ମୋ ଭଏସ ଆପଣଙ୍କୁ ଚିହ୍ନା ଚିହ୍ନା ଲାଗିଲା କେମିତି? ଘରେ କହୁଛୁ ମୁଣ୍ଡରୁ ଟିକେ ଓଢଣା ଖୋଲ ମୁଁ ଦେଖିବି ତୁ କିଏ ସେଟା ମୋ ଇଚ୍ଛା। ଆଚ୍ଛା ତୁ ତାହେଲେ ମୁଣ୍ଡରୁ ଓଢଣା ଖୋଲିବନି ଠିକ ଅଛି ଆଚ୍ଛା ତୁ ପ୍ରାୟ ଘର ପାଇଁ ସୁପ୍ରିମକୋର୍ଟର ବିଚାରପତି ମୋ ଭଉଣୀର ଆଉ ତୋ ଭାଇର ବାହାଘରକୁ ନେଇ କି ନିଷ୍ପତ୍ତି ନେଲୁ ଆଗ କହ ନିଷ୍ପତ୍ତି ତ ନେବି ନିଶ୍ଚୟ କିନ୍ତୁ ମୋ ଭାଇ ବିଷୟରେ ଶୁଣନ୍ତୁ। ମୋ ଭାଇଙ୍କର ଆଗରୁ ଗୋଟେ ସ୍ତ୍ରୀ ଅଛି ଆପଣଙ୍କ ଭଉଣୀ ତାଙ୍କର ଦ୍ୱିତୀୟ ସ୍ତ୍ରୀ ହେଇପାରିବେ ତ? କାହା କଣ କହୁଛୁ ଜାଣିପାରୁଛୁ ତ ମୋ ଭଉଣୀ ହବ ତୋ ଭାଇର ଦ୍ୱିତୀୟ ସ୍ତ୍ରୀ ଆଇ ମିନ୍ ସେକେଣ୍ଡ ୱାଇଫ୍ ଆଜିକାଲି ଦୁନିଆରେ ତ ସମସ୍ତଙ୍କର ସେକେଣ୍ଡ ୱାଇଫ୍ ଅଛନ୍ତି ଆପଣଙ୍କର ବି ସେକେଣ୍ଡ ୱାଇଫ୍ ଥିବେ। ମୋ ମୁଣ୍ଡରେ ନିଆଁ ଲଗେଇବାକୁ ଚେଷ୍ଟା କରନା କହୁଛି ମୋ ମୁଣ୍ଡରେ ନିଆଁ ଲାଗିଲେ ମୁଁ କାହାର ବି ନୁହଁ ତମେ ତମ ଜୀବନରେ କେବେ କାହାର ହେଇକି ଥିଲ ନା କାହାର ହେଇକି ଅଛ ନା ଭବିଷ୍ୟତରେ କେବେ କାହାର ହେଇକି ରହିବ। ତମର ତ ଅନେକ ରୂପ ଅନେକ କାହାଣୀ ସତ କହିବାକୁ ଗଲେ ତମେ ଜଣେ ବହୁରୂପୀ ଏଣ୍ଡୁଅ। ତୁ କହିବା ଦରକାର ନାହିଁ ତୁ କିଏ ମୁଁ ଜାଣି ସାରିଲାଣି ଆରେ
ଜଙ୍ଗଲ ଭିତରେ ଥରେ ଜଣେ ମତେ ଗେଲେରେ ଏଣ୍ଡୁଅ ବୋଲି ଡାକିଥିଲା। ତୁ ଆଉ କେହି ନୁହଁ, ତୁ ହଉଛୁ ସେ ଶିବାନୀ। ଶିବାନୀ ଶିବାନୀ କିଏ? ଶିବାନୀ କି ତମେ ଚିହ୍ନିଲ କେମିତି? ଶିବାନୀ ସହିତ ତମର ସମ୍ପର୍କ କଣ? ମୁଁ ତୋର ଏତେ ପ୍ରଶ୍ନର ଉତ୍ତର ଦେଇପାରିବିନି। ଭଲରେ କହୁଛୁ ମୋର ଓଢ଼ଣା ଖୋଲ, ଭଲରେ କହୁଛୁ ଓଢ଼ଣା ଖୋଲ, ତା ନହେଲେ ମୋ ଗୌରୀ ତ ମୁଣ୍ଡରେ ଓଢ଼ଣା ଖୋଲିବ। ଖୋଲିବୁନି ନା? ଠିକ ଅଛି, ହେଇ ଗଲା ଗୌରୀ। ଦୁନିଆରେ କେହି ନାହାନ୍ତି ବୋଲି ତୁ ଆଙ୍କ ଘରକୁ ଆସିଲୁ କେମିତି? ଆଙ୍କ ଭଉଣୀ କେମିତି ହେଲୁ ଭାଇ? କେମିତି ଆସିଲି, କାହିଁକି ଆଲି, ସେ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବିନି। ତମ ପ୍ରଥମ ପ୍ରଶ୍ନ ଥିଲା ନା ତମ ଭଉଣୀ ଏ ଘରର ବୋହୂ ହବ? ଠିକ ଅଛି, ମୁଁ କହୁଛି ତମ ଭଉଣୀ ଏ ଘରର ବୋହୂ ହବ। ତମେ ଏବେ ତମ ଭଉଣୀର ବୋଝ ଓହ୍ଲେଇ ଦେବାକୁ ଚାହୁଁଛ ନା? ଠିକ ଅଛି, ଆଜିଠୁ ତମ ଭଉଣୀ ଏଇ ଘରେ ରହିବ। କିନ୍ତୁ ଆଦିତ୍ୟ ଭାଇ ଦିନ 3ଟା ପରେ ତାଙ୍କ ହାତରୁ ଶଙ୍ଖା ଖୋଲି ତାଙ୍କ ମଥାରୁ ସିନ୍ଦୁର ପୋଛି ଦେବେନି। ମୋ ଅବସ୍ଥା କେବେ ତମ ଭଉଣୀର ହବନି, ସେ ଗ୍ୟାରେଣ୍ଟି ମୁଁ ଦେବି। ଆସ ଅନୁଷ୍କା, ମୋ ସହିତ ଭିତରକୁ ଆସ।